ମାଙ୍କଡ଼ ଉପଦ୍ରବର ସ୍ଥାୟୀ ସମାଧାନ ପାଇଁ ଚାଷୀଙ୍କ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ। ବାଲେଶ୍ୱର ବାଲିଆପାଳ ବ୍ଲକରେ ଦିନକୁ ଦିନ ମାଙ୍କଡ଼ର ଉପଦ୍ରବ ବଢ଼ିବାରେ ଲାଗିଛି। ମାଙ୍କଡ଼ମାନେ କୃଷି କ୍ଷେତ୍ରରେ ହେଉଥିବା ବିଭିନ୍ନ କୃଷିଜାତ ଦ୍ରବ୍ୟ ପନିପରିବା ଚିନାବାଦାମ ଭଳି ଶସ୍ୟ ନଷ୍ଟ କରିବା ଫଳରେ ଚାଷୀମାନେ ବହୁ କ୍ଷତି ସହୁଛନ୍ତି। ମାଙ୍କଡ଼ ପଲକୁ ଘଉଡ଼ାଇବା ବେଳେ ମାଙ୍କଡ଼ ଆକ୍ରମଣରେ ଅନେକ ଲୋକ ଗୁରୁତର ମଧ୍ୟ ହେଉଛନ୍ତି। ବାଲିଆପାଳ ଏକ କୃଷିଭିତ୍ତିକ ଅଞ୍ଚଳ ହୋଇଥିବାରୁ ଏଠାକାର ଲୋକମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି। ମାତ୍ର ମାଙ୍କଡ଼ ଉପଦ୍ରବ ପାଇଁ ଚାଷୀମାନେ ବାରମ୍ବାର କ୍ଷତିଗ୍ରସ୍ତ ହୋଇ ଚାଷୀଙ୍କୁ ମୁହଁ ଫେରାଉଛନ୍ତି। ଏନେଇ ଅଞ୍ଚଳବାସୀ ବାରମ୍ବାର ବନ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଚାଷୀମାନେ ବାଲିଆପାଳ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ 5 ଦଫା ଦାବି ସମ୍ମିଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଜଗତ କୁମାର ଗିରିଙ୍କ ରିପୋର୍ଟ ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହାସହ ମସିହା ନ୍ୟୁଜ୍ର ଫେସବୁକ୍ ପେଜ୍କୁ ଓ ଟ୍ୱିଟରକୁ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଏପ୍ ଆସିଗଲାଣି। ନିଜ ମୋବାଇଲରୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ। ବାଲିଆପାଳରେ ଯେଉଁ କୃଷି କ୍ଷେତ୍ରରେ ଚାଷୀମାନଙ୍କର ଯେଉଁ ଅପୂରଣ କ୍ଷତି ମାଙ୍କଡ଼ମାନେ କରୁଛନ୍ତି ସେଥିପ୍ରତି କୃଷି ବିଭାଗ ନା ଜଙ୍ଗଲ ବିଭାଗ କେହି ତାକୁ ଦୃଷ୍ଟି ଦେଉନାହାନ୍ତି। ଏ ସମ୍ବନ୍ଧରେ ଆଜକୁ ଲଗାତାର 4 ବର୍ଷ ଧରି ଯେତେ ଜନଶୁଣାଣି ବାଲିଆପାଳରେ ହେଇଛି ସବୁ ଜନଶୁଣାଣିରେ ମୁଁ ଜିଲ୍ଲାପାଳଙ୍କ ନିକଟରେ ଏଇଟା ଦାବି ରଖିଛି ଏବଂ ସେ ମଧ୍ୟ ଜିଲ୍ଲାପାଳ ସୌଜନ୍ୟ ସହିତ ତାଙ୍କୁ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦିଅନ୍ତି ଯେ ତୁମେ ଯାଅ ଯାଇକି ଦେଖ। କିନ୍ତୁ ଆଜି ପର୍ଯ୍ୟନ୍ତ 4 ବର୍ଷ ଧରିକି ଦିନେ ବୋଲି ଜଙ୍ଗଲ ବିଭାଗ ସିଏ ତା ରଙ୍ଗଟା କିଭଳି ଜଣା ପଡ଼ିଲା ନାହିଁ। ତାକୁ କେହି ଲୋକ ଦେଖିନା। ଜଙ୍ଗଲ ବିଭାଗ ଯେ ଗୋଟେ ଅଛି ବାଲିଆପାଳ ବ୍ଲକର ଲଙ୍ଗସରେ କେହି ଲୋକ ଜାଣିନାହାନ୍ତି। ସେମାନେ କ'ଣ କରନ୍ତି ଜଙ୍ଗଲ ବିଭାଗ ନା କେଠି ଚୋରା କାଠ ଚୋରା କରୁଥିବ, କେଇଠି କିଏ ଘରୁଆ ଯଦି କାଠ କାମ କରୁଥିବ କେଠି ପଇସା ମିଳିବ ସେଇଥିପାଇଁ ସେମାନେ ତତ୍ପର, କିନ୍ତୁ ଲୋକଙ୍କ ସ୍ୱାର୍ଥ ପାଇଁ ସେମାନେ ନାହାନ୍ତି। ତେଣୁ ଆଜି ଆମେ ଚାଷର ପୂରଣ କ୍ଷତି କେବଳ ଚାଷୀ ଜାଣିଛି। କୌଣସି ଜିନିଷ ନାହିଁ ଯେଉଁଟାକି ଆମର ଏଇଟା ଚାଷୀ ପ୍ରଧାନ ବ୍ଲକ, ଚାଷ ପ୍ରଧାନ ବ୍ଲକ। ଏ ବ୍ଲକର ଚାଷୀମାନେ ବର୍ତ୍ତମାନ ମାଙ୍କଡ଼ ଉତ୍ପାତରେ ବର୍ତ୍ତମାନ ସେମାନେ ଅତିଷ୍ଠ ହୋଇଗଲେଣି। ମାଙ୍କଡ଼ ଖାଲି ଚାଷ କ୍ଷତି କରୁନି, ଲୋକମାନଙ୍କୁ ମଧ୍ୟ କାମୁଡ଼ି ଦେଉଛି। ଏ ସମ୍ବନ୍ଧରେ ଆଗରୁ ଆପଣଙ୍କର ସାମ୍ବାଦିକ ଭାଇମାନେ ଅନୁଭବ କରି ଏ ସବୁ ସମ୍ବାଦପତ୍ର ଏବଂ ଆପଣଙ୍କର ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ ସେମାନେ ମଧ୍ୟ ତାଙ୍କ ମତାମତ ଦେଇଛନ୍ତି। ତେଣୁ ସେଥିପାଇଁ ସେ ସାମ୍ବାଦିକ ଭାଇମାନଙ୍କ ପାଖରେ ଆମେ କୃତଜ୍ଞ, କାହିଁକି ନା ସେମାନେ ପ୍ରକୃତ କଥା ଉପଲବ୍ଧି କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ଜଙ୍ଗଲର ସିଏ ଦିନେ ଏଥିପ୍ରତି କର୍ଣ୍ଣପାତ କଲେନି। ତେଣୁ ଆଜି ଆମେ ମାନ୍ୟବର ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦେବୁ ଏବଂ ସେ ଜଙ୍ଗଲ ବିଭାଗ ଯେଉଁ କାର୍ଯ୍ୟ କରୁନାହିଁ ସେଥିପାଇଁ ହୋଲି ପରେ ଆମେ ପୁଣି ଜଙ୍ଗଲ ବିଭାଗ ଅଫିସ ଆଗରେ ଆମେ 8-10 ଜଣ ହେଲେ ମଧ୍ୟ ଆମେ ଯାଇ ସେଇଠି ଆମେ ତାଙ୍କୁ ବିକ୍ଷୋଭ କରିବୁ। କରିସାରିଲା ପରେ ତାପରେ ଆମେ ଆମର ପଦକ୍ଷେପ ନେବା କଥା ନେବୁ। ଚାଷୀମାନଙ୍କ ପାଇଁ ଆମେ ସମସ୍ତ ପ୍ରକାର ତ୍ୟାଗ କରିବା ପାଇଁ ପ୍ରସ୍ତୁତ। ମୁଁ ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ, ତହସିଲଦାର ବାଲିଆପାଳ। ବର୍ତ୍ତମାନ ଲୋକମାନେ ନିହାତି ଭାବରେ ଯେଉଁ କ୍ଷୁଧାତୁର ମାଙ୍କଡ଼ମାନେ ଅଛନ୍ତି, ବନ୍ୟ ପଶୁପକ୍ଷୀ ଅଛନ୍ତି, ତାଙ୍କର ଯେହେତୁ ବାସସ୍ଥାନର ଅଭାବ, ତାଙ୍କର ଯେହେତୁ ଖାଦ୍ୟପେୟ ପାନୀୟର ଅଭାବ, ସେଇଥିଲାଗି ସେମାନେ ଜଙ୍ଗଲ ମୁହାଁ ଗାଁ ମୁହାଁ ହେଇଯାଉଛନ୍ତି। ତ ନିହାତି ଭାବରେ ଆମମାନଙ୍କୁ ସେଇଟା ଆମ ଯେଉଁ ଫସଲ ଲଗାଉଛୁ କିମ୍ବା ଆମ ଘରେ ଯେଉଁ ଜିନିଷ ଗୁଡ଼ା ରଖିଛୁ ସେମାନେ କ୍ଷତି କରୁଛନ୍ତି। କିନ୍ତୁ ସେମାନଙ୍କର କୌଣସି ଅନ୍ୟ ଗତି ନାହିଁ। ପ୍ରାଣ ବିକଳରେ ସେମାନେ ନିଜ ଜୀବନକୁ ବଞ୍ଚାଇବା ଲାଗି ସହରମୁଖୀ ହେଉଛନ୍ତି, ଗାଁମୁଖୀ ହେଉଛନ୍ତି। ତେଣୁ ଆମମାନଙ୍କର ଦାୟିତ୍ୱ ରହିବା ଦରକାର ଯେ କେମିତି ଆମେ ସେଟା ରୋକିପାରିବା ଏବଂ ସେଥିପାଇଁ ସାମୂହିକ ସଚେତନତା ଲୋଡ଼ା ଏବଂ ସାମୂହିକ ଉଦ୍ୟମ ବି ଲୋଡ଼ା। ସାମୂହିକ ଉଦ୍ୟମ ଭିତରେ ଆମେ ସମସ୍ତେ ବନୀକରଣ ପ୍ରତି ଧ୍ୟାନ ଦେବା ଦରକାର। ଆମେ ସମସ୍ତେ ଫଳ ଗଛ ଲଗାଇବା ଦରକାର। ଆମେ ସମସ୍ତେ ଏମିତି ପ୍ରକୃତିକୁ ଗଢ଼ି ତୋଳିବା ଦରକାର ଯେଉଁଥିରେ ଗୋଟେ ସନ୍ତୁଳନ ରହିପାରିବ ବନ୍ୟପ୍ରାଣୀ ସହିତ। ଦେଖନ୍ତୁ, ଯେତେବେଳେ ଆମେ ଗୋଟେ ଆଡମିନିଷ୍ଟ୍ରେସନ ଗୋଟେ ପ୍ରଶାସନ କଥା କହୁ, କୌଣସି ଗୋଟେ ସଂସ୍ଥା କଥା କହୁ,
से संस्थार सामूहिक सहयोग साधारण जनतांकर रहिबा दरकार। जंगल विभाग कहले अल्प केते जण मात्र तांकर कर्मचारी नुहंती। जंगल विभाग कहले आमे समस्ते तांको ऊपर दायित्व छाड़ दे कि जदि केवल से माने सबु जिंस करिवे एवं आमे गछपटा देखुथिले मध्ये आमे पाटी चुप करी रहिबा, आमे वन्य प्राणी को कौनसी प्रकार साहाय्य सहयोग करिबानी। आमे जदि कहूचे वसुधैव कुटुंबकम ताले वसुधैव कुटुंबकम हिसाब रे वसुधार सबु प्राणी भी आमर परिवार अंतर्भुक्त। आमे सेमानकर मंगल कथा भी चिंता करिबा। तेणु आमे सामूहिक भाव में केवल जंगल विभाग नुह, जंगल विभाग तो निश्चित भाव में दायित्व रही। आमे सामूहिक भाव में समस्ते प्रयास करबा दरकार जे केमती आम परिवेशर संतुलन रहिबो, वन्य प्राणी तांको जागरे सुरक्षित भाव में रहिबे एवं सेमाने जेमती मनिषर अंचल भितर को न पसंद एवं ता सहित मनीष मैंने भी निजे स्वतः प्रवृत्त भाव में केमती वन्यांचल को अतिक्रम करिकी तांकर बासस्थली क्षति न करंतु से विषय भी आमे माने निहाती भाव में चिंताशील हवा दरकार। मु साई श्री लोकनाथ प्रसाद सेठी तहसीलदार बालियापाल। वर्तमान लोक मैंने निहाती भाव में जो क्षुधातुर मांकड़ मैंने अच्छा वन्य पशुपक्षी अच्छा तांकर जेहेतु बासस्थान अभाव, तांकर जेहेतु खाद्य पेय पानीय अभाव से लगी से माने जंगल मुहा गाँ मुहा हो जाउछंती। तो निहाती भाव में आम मानक सेटा आम जो फसल लगाऊँ कि आम घरे जो जिनस गुड़ा रखीचु से माने क्षति करुछंती, किंतु सेमानकर कौनसी अन्य गति नाही। प्राण विकल से निज जीवन को बंचेवा लगी सहरमुखी होउछंती, गाँमुखी होउछंती। तेणु आम मानकर दायित्व रहिबा दरकार जे केमिति आमे सेटा रोकी परिबा एवं सेतिपय सामूहिक सचेतनता लोड़ा एवं सामूहिक उद्यम भी लोड़ा। सामूहिक उद्यम भितर आमे समस्ते वनीकरण प्रति ध्यान देवा दरकार, आमे समस्ते फल गछ लगेवा दरकार, आमे समस्ते एमिति प्रकृति को गढ़ी तोलिया दरकार जो थे गोटे संतुलन रही पारिबो वन्य प्राणी सहित। जंगल विभाग दायित्व रही गछ लगेबो कि मांकड़ बुझीटा देखंतु जेतेबेले आमे गोटे एडमिनिस्ट्रेशन गोटे प्रशासन कथा कहू, कोनोसी गोटे संस्था कथा कहू, से संस्थार सामूहिक सहयोग साधारण जनतांकर रहिबा दरकार। जंगल विभाग कहले अल्प केते जण मात्र तांकर कर्मचारी नुहंती। जंगल विभाग कहले आमे समस्ते तांको ऊपर दायित्व छाड़ दे कि जदि केवल से माने सबु जिंस करिवे एवं आमे गछपटा देखुथिले मध्ये आमे पाटी चुप करी रहिबा, आमे वन्य प्राणी को कौनसी प्रकार साहाय्य सहयोग करिबानी। आमे जदि कहूचे वसुधैव कुटुंबकम ताले वसुधैव कुटुंबकम हिसाब रे वसुधार सबु प्राणी भी आमर परिवार अंतर्भुक्त। आमे सेमानकर मंगल कथा भी चिंता करिबा। तेणु आमे सामूहिक भाव में केवल जंगल विभाग नुह, जंगल विभाग तो निश्चित भाव में दायित्व रही। आमे सामूहिक भाव में समस्ते प्रयास करबा दरकार जे केमती आम परिवेशर संतुलन रहिबो, वन्य प्राणी तांको जागरे सुरक्षित भाव में रहिबे एवं सेमाने जेमती मनिषर अंचल भितर को न पसंद एवं ता सहित मनीष मैंने भी निजे स्वतः प्रवृत्त भाव में केमती वन्यांचल को अतिक्रम करिकी तांकर बासस्थली क्षति न करंतु से विषय भी आमे माने निहाती भाव में चिंताशील हवा दरकार।